ସନ୍ଧ୍ୟା ଜୟ ଜଗନ୍ନାଥ। ଆଚ୍ଛା ଜ୍ଞାନ ବାବୁ, କ'ଣ ସାଙ୍ଗସାଥି ବହିଛୁ ଗୋଟେ ସଚେତନର ବାର୍ତ୍ତା ଗୋଟେ କ'ଣ ଦେଉନାହାନ୍ତି? ଭାଇ ସତରେ କ'ଣ ଭଗବାନ ଅଛନ୍ତି? ଆ ଉପରେ ଟିକେ କହିବେ। ଭାଇ ଜୀବନରେ ଟଙ୍କା ଅଛି ତ ସବୁ ଅଛି। ମୋର ଭୁଲିଗଲି। ମଣିଷ ଜୀବନରେ କିଛି ପରିବର୍ତ୍ତନ କରିବାକୁ ହେଲେ କିଛି ଉନ୍ନତି କରିବାକୁ ଚେଷ୍ଟା କରାଯିବ। ଚେଷ୍ଟା କରିବା ପାଇଁ ଆଗ୍ରହରା ହେବା, ମନ ବଳେଇବା ଓ ସମ୍ପର୍କଟା ଆଗକୁ ନେବା। ସବୁ ସମସ୍ୟାର କ'ଣ ସମାଧାନ ଅଛି? ନିଶ୍ଚିତ ଭାଇ, ସମାଧାନ ନିଜକୁ ନିଜେ ଆମେ ଚାହିଁଲେ ସୁନିଶ୍ଚିତ ହେବ। ଭାଇ ଆମର ଗୋଟେ ଭାଇ କହିଥିଲା ଯେ ଭଗବାନ କ'ଣ ଅଛନ୍ତି? ଭଗବାନ ନାହାନ୍ତି କେମିତି ଆପଣ କହୁଛନ୍ତି? ଭଗବାନ ପୁରା ଅଛନ୍ତି। ଆପଣମାନେ ଜାଣିଛନ୍ତି ସତ୍ୟକୁ ପ୍ରମାଣ କଲେ ଦୁଃଖ କଷ୍ଟ ଆସେ। ଆପଣ ରାମାୟଣ ତ୍ରେତୟା ଯୁଗରେ ଆପଣମାନେ ଜାଣିଥିବେ, ଯେତେବେଳେ ସତ୍ୟରେ ପରିଣତ ହେଲେ ସୀତା ପାତାଳ ଗ୍ରାମୀ ହେଲେ ସତ୍ୟରେ ପରିଣତ କରିକିନି ଲବକୁଶକୁ ରାମଚନ୍ଦ୍ର ପାଖରେ ଛାଡ଼ି ଦେଇକି ପଳାଇଗଲେ। ଆଉ ଭାଇ କ'ଣ ଆଉ କହିବା, ଆପଣମାନେ ଚେଷ୍ଟା ନିଜେ କଲେ ତମମାନଙ୍କୁ ଦେଖିକିନି ହୁଏତ କିଛି ପରିବର୍ତ୍ତନ ହେବା ପାଇଁକି ଚେଷ୍ଟା ଜାରି ରଖ। ଆଉ ମୋର ଗୋଟେ ଛୋଟିଆ ଭାଇଟା ହେବ, କହୁଛି ଭାଇ ଟଙ୍କା ଅଛି ତ ସବୁ ଅଛି। ଆପଣମାନେ କେହି ଜାଣିନାହାନ୍ତି, ଜନସାଧାରଣ ଅଗଣିତ ଭାରତବାସୀ ଭାଇମାନେ, ଏଇ ନଗଦ ୱେନାଡ଼ା କେରଳ ଜିଲ୍ଲା ପଇସା ଥିଲା, ପଇସା ବାଲା ଲୋକ ଥିଲେ। ଦେଖୁଛ ଅଚାନକ ଭୂସ୍ଖଳନ ହେଲା। ଭୂସ୍ଖଳନରେ ଟଙ୍କା କିଛି କାମ ଦେଲା? ସ୍ୱାମୀ ଚାଲିଗଲେ, ସ୍ତ୍ରୀ ଜୀବିତ ରହିଲେ, ସେଠି ବି କିଛି ଟଙ୍କା ଦେଲା ନାହିଁ। କିନ୍ତୁ ସେଇଠି ବି କିଛି ଲୋକ ଜୀବିତ ହିସାବରେ 5 ଦିନ 8 ଦିନ ହେଲାଣି ବି ଉଦ୍ଧାର ପାଉଛନ୍ତି। କିନ୍ତୁ ସେଇଠି ବି ଲୋକମାନଙ୍କର ଶବ ବି ମିଳୁନାହିଁ। ତେଣୁକରି ହେ ମୋର ଜନସାଧାରଣ ଭାଇମାନେ, ନିଶ୍ଚିତ ରୂପରେ ଭଗବାନଙ୍କୁ ଡାକ, ନିଜର ପିତାମାତା ଗୁରୁ ଗୁରୁଜନକୁ ଡାକିକିନି ସମାଜକୁ ପରିବର୍ତ୍ତନ କରାଇଲେ ଛୋଟିଆ ଛୋଟିଆ ବାର୍ତ୍ତା ଦିଅନ୍ତୁ, ଗୁରୁ ଗୁରୁଜନ ପାଖରେ ବସନ୍ତୁ ସତ୍। କିନ୍ତୁ ଏଇ ଗୋଟେ ଛୋଟିଆ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ସଚେତନର ବାର୍ତ୍ତା। ଆଚ୍ଛା, ମୋର ଗୋଟେ ସାଙ୍ଗ ମହାନ୍ତି ବାବୁ କ'ଣ ଟିକେ ଦୀପକ କହିବେ? ସମସ୍ୟା ଅଛି ମାନେ ମଣିଷ ଜୀବନରେ ସମସ୍ୟା ଆମେ ସୃଷ୍ଟି କରୁଛେ, ଆମେ ସମାଧାନ କରିବା। ତେଣୁ ନିଜେ ସଚେତନ ଆଗ ହେବା, ତାପରେ ଦୁନିଆକୁ ଆମେ ସଚେତନ କରାଇବା। ନିଶ୍ଚିତ ରୂପରେ ଭାଇମାନେ କେତେ ବିବ୍ରତ ହେବେ ନାହିଁ ନା କ୍ରୋଧିତ ହେବେ ନାହିଁ। ଆପଣ ଯେତେ ବିବ୍ରତ କ୍ରୋଧିତ ହେବେ ସେତେ ସମସ୍ୟା ବଢ଼ି ବଢ଼ିଯିବ। ଯେଉଁଠି ସମସ୍ୟା ସେଇଠି ସମାଧାନ, ଯେଉଁଠି ସୁଖ ସେଇଠି ଦୁଃଖ, ଯେଉଁଠି ସତ୍ୟ ସେଇଠି ଅସତ୍ୟ। ତେଣୁ କରିକି ଅଦୃଶ୍ୟରେ ଯେଉଁଗୁଡ଼ାକ ହେଉଛି ସତ୍ୟ, ସମାଧାନ, ଭଗବାନ। ଅଦୃଶ୍ୟକୁ ଖୋଜ ନିଜ ଅନ୍ତର ଭିତରୁ। ନିଶ୍ଚିତ ଆପଣ ଦିନେ ନା ଦିନେ ସଫଳତା ପହଞ୍ଚିବେ ଆଉ ପାଇବେ। ଏତିକି କହି ରଖୁଛି। ଶୁଭ ସନ୍ଧ୍ୟା। ଜୟ ଜଗନ୍ନାଥ। ସର୍ବେ ଭବନ୍ତୁ ସୁଖିନଃ।